ପିଲାମାନେ ଆଜି ମୁଁ ତୁମମାନଙ୍କ ପାଇଁ ଏହି ବର୍ଷ 2024-25 ପ୍ରଥମ ଶ୍ରେଣୀ ଗଣିତ ଲିଖିତ ପ୍ରଶ୍ନ ନେଇ ଆସିଛି। ଆଜି ଏହାକୁ ଆଲୋଚନା କରିବା। 51 ପ୍ରଶ୍ନ, ବନ୍ଦିନୀ ମଧ୍ୟରୁ ଠିକ୍ ଉତ୍ତରଟି ବାଛି ଶୂନ୍ୟସ୍ଥାନ ପୂରଣ କର। 51 ପ୍ରଶ୍ନ ଦେଇଛି ଏକ ସ୍ଥାନରେ 5 ଥିବା ସଂଖ୍ୟାଟି ଡ୍ୟାସ୍ ଅଟେ। ଅପସନ୍ ଦେଇଛି 53, 54, 55, 56। ଠିକ୍ ଉତ୍ତରଟି କ'ଣ ହେବ? ଠିକ୍ ଉତ୍ତରଟି ହେବ 55। ଏକ ସ୍ଥାନରେ 5 ଥିବା ସଂଖ୍ୟାଟି ହେଉଛି 55। খ ପ୍ରଶ୍ନ ଦେଇଛି ଏକ ପକ୍ଷ ଯେ କେତେ ଦିନ? ଏକ ପକ୍ଷ ଅପସନ୍ କ'ଣ ଦେଇଛି ପିଲାମାନେ ଦେଖ, 7 ଦିନ ଦେଇଛି, 15 ଦିନ ଦେଇଛି, 28 ଦିନ ଦେଇଛି, 30 ଦିନ ଦେଇଛି। କିନ୍ତୁ ଆମେ ଜାଣିଛନ୍ତି ଏକ ପକ୍ଷ କେତେ ଦିନ? ଏକ ପକ୍ଷ ହେଉଛି 15 ଦିନ। ଏକ ସପ୍ତାହ 7 ଦିନ, ଏକ ପକ୍ଷ 15 ଦିନ। 2 ନମ୍ବର ପ୍ରଶ୍ନ, ଠିକ୍ ସ୍ଥାନରେ ଠିକ୍ ଚିହ୍ନ ଏବଂ ଭୁଲ ସ୍ଥାନରେ ଭୁଲ ଚିହ୍ନ ଦିଅ। କ ପ୍ରଶ୍ନ ଦେଇଛି 65ର ପୂର୍ବ ସଂଖ୍ୟା ହେଉଛି 64। ଠିକ୍ ନା ଭୁଲ ପିଲାମାନେ? 65ର ପୂର୍ବ ସଂଖ୍ୟା ମାନେ 65 ଏକ ବିয়োଗ କରିଦେବା, କେତେ ହେବ? 64। ତେଣୁ ଇଏ ହେଉଛି ଠିକ୍ ଉତ୍ତର। খ ପ୍ରଶ୍ନ ଦେଇଛି 5 ଗୁଣନ 1 ସମାନ 5 ଯୁକ୍ତ 0। ଏ ଠିକ୍ ନା ଭୁଲ? ଦେଖ ପିଲାମାନେ 5ରେ 1 ଗୁଣନ କେତେ ହେବ? 5 କେ 5 ହେବ, 5 0 ମିଶିଲେ ମଧ୍ୟ 5 ହେବ। ଇଏ ହେଉଛି ଠିକ୍ ଉତ୍ତର। ଗ ପ୍ରଶ୍ନ ଦେଇଛି ସ୍ତମ୍ଭ ମିଳନ କର। କ ସ୍ତମ୍ଭ ଦେଇଛି ଚଳନ୍ତି ମୁଦ୍ରା, ଅଚଳନ୍ତି ମୁଦ୍ରା। ଖ ସ୍ତମ୍ଭ ଦେଇଛି 10 ପଇସି, 10 ଟଙ୍କା। ଦେଖ ପିଲାମାନେ ଚଳନ୍ତି ମୁଦ୍ରା ଏଥିମଧ୍ୟରୁ କିଏ? 10 ପଇସି ନା 10 ଟଙ୍କା? ଚଳନ୍ତି ମୁଦ୍ରା ହେଉଛି 10 ଟଙ୍କା। ଅଚଳନ୍ତି ମୁଦ୍ରା ପତ୍ର କିଏ? 10 ପଇସି। 4 ନମ୍ବର ପ୍ରଶ୍ନ, ଅଲଗାଟିକୁ ବାଛି ଲେଖ। କ ପ୍ରଶ୍ନ ଦେଇଛି 97, 98, 99, 100 3 ଅଙ୍କ ବିଶିଷ୍ଟ ସଂଖ୍ୟା ଦୃଷ୍ଟିରୁ କିଏ ଅଲଗା ହେବ? ଦେଖ ପିଲାମାନେ 97 କେତେ ଅଙ୍କ ବିଶିଷ୍ଟ ସଂଖ୍ୟା? 2 ଅଙ୍କ ବିଶିଷ୍ଟ ସଂଖ୍ୟା। 98 2 ଅଙ୍କ ବିଶିଷ୍ଟ ସଂଖ୍ୟା। 99 ମଧ୍ୟ 2 ଅଙ୍କ ବିଶିଷ୍ଟ ସଂଖ୍ୟା। ଅଲଗା କିଏ? 100। ଇଏ ହେଉଛି 3 ଅଙ୍କ ବିଶିଷ୍ଟ ସଂଖ୍ୟା। ଖ ପ୍ରଶ୍ନ ଦେଇଛି ଚାଖଣ୍ଡ, ହାତ, ଆଙ୍ଗୁଳି, ଗୋଡ଼ ଦୈର୍ଘ୍ୟ ମାପ ଦୃଷ୍ଟିରୁ କେଉଁଟା ଅଲଗା ହେବ? କେଉଁଟା ଅଲଗା ହେବ ପିଲାମାନେ? ଗୋଡ଼। 5 ନମ୍ବର ପ୍ରଶ୍ନ, ଶୂନ୍ୟସ୍ଥାନ ପୂରଣ କର। କ ପ୍ରଶ୍ନ ଦେଇଛି 9 ଯୁକ୍ତ 5 ସମାନ 10 ଯୁକ୍ତ କେତେ? ଦେଖ ପିଲାମାନେ 9ରେ 5 ଯୋଗ କଲେ କେତେ ହେବ? 9 5 ମିଶିଲେ 14 ହେବ। 10ରେ କେତେ ମିଶିଲେ 14 ହେବ? 10ରେ 4 ଯୋଗ କଲେ 14 ହେବ। ସେହିପରି ଦେଖ ପିଲାମାନେ ଖ ପ୍ରଶ୍ନ ଦେଇଛି 3 ଡ୍ୟାସ୍ ଦେଇଛି, ଯୁକ୍ତ ଚିହ୍ନ ଦେଇଛି ଡ୍ୟାସ୍ 4 ମିଶିଲେ କେତେ ହେବ? 66। ଦେଖ ପିଲାମାନେ 4ରେ କେତେ ଯୋଗ କଲେ 6 ହେବ? 4ରେ 2 ଯୋଗ କଲେ 6 ହେବ। ସେହିପରି 3ରେ କେତେ ଯୋଗ କଲେ 6 ହେବ? 3ରେ 3 ଯୋଗ କଲେ 6 ହେବ। 3ରେ 3 ଯୋଗ କଲେ 6 ହେବ। 6 ନମ୍ବର ପ୍ରଶ୍ନ, ଭ୍ରମ ଥିଲେ ରେଖାଙ୍କିତ ପଦକୁ ବଦଳାଇ ସଂଶୋଧନ କର। କ ପ୍ରଶ୍ନ ଦେଇଛି 4 ସହିତ 4ଟି 4 ମିଶାଇଲେ 12 ହେବ। 12 ତଳେ ଗାର ଦିଆହେଇଛି। ତେଣୁ ଏଇଟାକୁ ଭୁଲ କି ଠିକ୍ ଆମେ ଦେଖିବା। ଦେଖ ପିଲାମାନେ 4 ସହିତ 4ଟି 4 ଯୋଗ କଲେ, 4 ସହିତ 4ଟି 4 ଯୋଗ କରିବା, କେତେ ହେବ? 4 4 ମିଶିଲେ 8, 4 12, 12 4 16, 16 କେତେ? 16 4 ଯୋଗ କଲେ କେତେ ହେବ? 20। ତେଣୁ 4 ସହିତ 4ଟି 4 ଯୋଗ କଲେ କେତେ ହେଉଛି ଆମର? 20 ହେଉଛି। ତେଣୁ ଇଏ ହେଉଛି ଭୁଲ ଉତ୍ତର। ଏଠି ଆମେ କେତେ ଲେଖିବା? 20। 4 ସହିତ 4ଟି 4 ଯୋଗ କଲେ 20 ହେବ। ଖ ପ୍ରଶ୍ନ ଦେଇଛି 86କୁ ସଂଖ୍ୟାରେ ଲେଖିଲେ କେତେ ହେବ? ଅପସନ୍ ବ୍ରାକେଟ୍ କ'ଣ ଦେଇଛି? 46 ଦେଇଛି। 86 ଦେଇଛି, 86 ମାନେ କେତେ ହେବ? 8 6 86। ଏଠି 8 ଲେଖିବା, ଏଠି 6 ତ ଅଛି, 86। 7 ପ୍ରଶ୍ନ, ଉତ୍ତର ଦିଅ। କ ପ୍ରଶ୍ନ ଦେଇଛି 6 ଯୁକ୍ତ 5 ଫେରଣ 7 କେତେ ହେବ? ଦେଖ ପିଲାମାନେ 6ରେ 5 ଯୋଗ କରିଦେବା, କେତେ ହେବ? 11। 11ରୁ 7 ଫେଡ଼ିଦେବା, ତାର ତ 11ରୁ ଆମେ 7 ବିয়োଗ କରିଦେବା। 1ରୁ 7 ବିয়োଗ କରି ହେବନି, 1 10 ଧାର ନେଲା, କେତେ ହେଲା? 11। 11ରୁ 7 ଫେଡ଼ିଲେ କେତେ? 4। ଉତ୍ତର କେତେ ହେବ ଆମର? 4 ଉତ୍ତର। ଖ ନମ୍ବର ପ୍ରଶ୍ନ ଦେଇଛି ଏକାଧିକ ଚିହ୍ନ ବ୍ୟବହାର କରି ଯୋଗ କର। 15 ଯୁକ୍ତ 32 ଯୁକ୍ତ 28। ଇଏ ଚିହ୍ନ ନୁହେଁ। ଦେଖ ପିଲାମାନେ ମୁଁ ଏଇଠି ଲେଖିଦେଉଛି 15 32 28କୁ ଆମେ ଏକାଧିକ ଚିହ୍ନ ଦ୍ୱାରା ଯୋଗ କରିବା। 2 ଯୋଗ କଲେ କେତେ ହେବ? 10। 10ର 1କୁ ଏଠି ବିନ୍ଦୁ ଦ୍ୱାରା ସ୍ଥାନିତ କରିବା। ଆଉ ରହିଲା କେତେ? 0। 0କୁ 5 ଯୋଗ କରିବା, କେତେ ହେଲା? 5। 3 2 ମିଶିଲେ 5,
ये बिंदु है 1 मिसिबो 5 1 6 6 1 7 केते हला 75। 8 प्रश्न एक पद प्रकाश कर। क प्रश्न देछि 4 सप्ताह जे केते 4 सप्ताह केते पिला माने 4 सप्ताह हला 28। ख प्रश्न देछि गोटिए संख्या रो कौनसी संख्या बारंबार वियोग प्रणाली कोन कहंती। गोटिए संख्या रो कौन संख्या को बारंबार वियोग प्रणाली को भाग क्रिया कहंती। भाग क्रिया। 9 प्रश्न समस्त प्रश्न उत्तर दियो। क नंबर देछि कोन इंग्राजी वर्षर प्रथम 5टी मासर नाम लेख। इंग्राजी वर्षर प्रथम 5टी मास कोन जनवरी फेब्रुआरी मार्च एप्रिल और मे। जनवरी फेब्रुआरी मार्च एप्रिल मे। ख प्रश्न देछि वर्तमान 5टी अचलित मुद्रा नाम लेख। 5टी अचलित मुद्रा में कहबा कौन कौन 5 पैसा 10 पैसा 20 पैसा 25 पैसा एवं 50 पैसा। 5 पैसा 10 पैसा 20 पैसा 25 पैसा एवं 50 पैसा। ग प्रश्न देछि अवरोह क्रम लेख 100 99 98। कौन पिला मन देख 1 1 कमी कमी जाउची 98 1 कमिले केते हबो 97 96 एटी केते हबो पिला माने 95 94 1 कमिले केते हबो एटी 93 93 1 कमिले 92 अछि 92 1 कमिले केते हबो 91 90 एटी लिखा हैछि 90 1 कमिले केते 89। ग प्रश्न देछि जणे पिला को 5टी मिठाई देले 6 जन पिला को केतोटी मिठाई दिया जिवो। जणे पिला को यदि 5टी मिठाई दिया जिवो 6 जन पिला को कोन करबा 5 रे 6 गुणी दबा 500 केते 30। 6 जन पिला को 30 टी मिठाई दिया जिवो। 1 प्रश्न हरि और माधवर वर्तमान बयस मिसी 12 वर्ष 3 वर्ष पर सेमानकर बयस मिसी केते हबो। 3 वर्ष पर हरिर बयस 3 वर्ष बढ़ी जीवो एवं माधवर बयस 3 वर्ष बढ़ी जीवो। तो मोट केते वर्ष बढ़ीला 6 वर्ष बढ़ीला। वर्तमान थिला केते 12 वर्ष 3 वर्ष पर केते बयस हबो 12 युक्त 6 समान केते हला 18 वर्ष। अतएव 3 वर्ष पर हरि और माधवर बयस मिसी 18 वर्ष हेबो। 54 प्रश्न गोटिए गछरे 38 टी फूल फुटिथिला मीरा पूजा पई सेही गछरु 20 टी फूल तोली नेला तेबे से गछरा आ केतेटी फूल रहिला। हमर मोट फूल केतेटी फुटिथिला 38 टी फूल मीरा केतेटी तोली नेला 20 टी तोली नेला और रहिला केते कोन करबा फेडी दबा 8 शून्य फेले केते 8 3 रु 2 गले 1 केते हला 18। तो मोट 18 टी फूल रहिला।